नमस्कार जय जगन्नाथ आसतु जानिबा तुला राशिंकर एप्रिल 2026 एई मासर मासिक राशिफल किभଳି ରହିବ ଆପଣଙ୍କର ଏଇ ମାସ ସମତୁଳନ ରଖିପାରିଲେ ଏଇ ମାସ ଆପଣଙ୍କ ପାଇଁ ବଡ଼ ସଫଳତା ଦେବ। ଧ୍ୟାନ ଦିଅନ୍ତୁ, ତୁଳା ରାଶିର ଲୋକମାନେ ଏପ୍ରିଲ 2026 ଆପଣଙ୍କୁ ସମନ୍ୱୟ ଆଉ ସଠିକ୍ ନିଷ୍ପତ୍ତିର ପାଠ ଶିଖେଇବ। ଯେଉଁଠାରେ ଆପଣ ଅସମତୁଳନ ଥିବେ, ଅନବାଲାନ୍ସ ରହିବେ, ସେଠି ଆପଣଙ୍କୁ ସମତୁଳନ ଆଣିବାକୁ ପଡ଼ିବ। ଏହି ଭିଡ଼ିଓରେ ଆସନ୍ତୁ ଜାଣିବା ଏହି ମାସର ଆପଣଙ୍କର କ୍ୟାରିୟର ଆଉ କାମ କାର୍ଯ୍ୟ କିଭଳି ରହିବ, ଧନ ଆଉ ଆର୍ଥିକ ଦିଗ କିଭଳି ରହିବ, ପ୍ରେମ ଆଉ ସମ୍ପର୍କ, ତା ସହିତ ଜାଣିବା ସ୍ୱାସ୍ଥ୍ୟ କିଭଳି ରହିବ, କେଉଁ ଦିନ ଆପଣଙ୍କ ପାଇଁ ଶୁଭ ରହିବ ଆଉ କେଉଁ ଦିନ ଅଶୁଭ, ତା ସହିତ ଆପଣଙ୍କର ଶୁଭ ରଙ୍ଗ କ'ଣ, ତାପରେ ଜାଣିବା କେଉଁ କେଉଁ ଉପାୟ କରିବେ ଯାହାଦ୍ୱାରା ଏହି ମାସ ଆପଣଙ୍କ ପାଇଁ ଭଲ ରହିବ। ତାହେଲେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଏହି ମାସର ମାସିକ ରାଶିଫଳ। ତାହେଲେ ଚାଲନ୍ତୁ ଆରମ୍ଭ କରିବା କାର୍ଯ୍ୟ ଆଉ ଜୀବିକା ବିଷୟରେ। ଏହି ମାସ ଆରମ୍ଭରେ ଆପଣ ଟିକେ ଦ୍ୱନ୍ଦ୍ୱ ଆଉ ଅନିଶ୍ଚିତତା ଆପଣ ଟିକେ ରହିବେ। ଏହି ମାସ ଆପଣଙ୍କୁ ଟିକେ ନିଷ୍ପତ୍ତି ନେବାରେ ଆପଣଙ୍କ ପାଇଁ ଟିକେ ବିଳମ୍ବ ହେବାର ସମ୍ଭାବନା ଦେଖାଦେଉଛି, କିନ୍ତୁ ଆପଣ 13 ତାରିଖ ପରେ ଆପଣଙ୍କ ପରିସ୍ଥିତିକୁ ଆପଣ ସୁଧାରି ଦେଇପାରିବେ। ଆପଣଙ୍କର କାର୍ଯ୍ୟକୁ ଲୋକମାନେ ସମ୍ମାନ କରିବେ। ଆଉ ଯଦି ବ୍ୟବସାୟ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ନୂଆ ଯୋଗାଯୋଗ ଆପଣଙ୍କ ପାଇଁ ଲାଭ ରହିବ। ମନେ ରଖନ୍ତୁ, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା ସଫଳତାର ଚାବିକାଠି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ଏ ମାସରେ ଆପଣଙ୍କର ଧନ ଆଉ ଆର୍ଥିକ ଦିଗ କିଭଳି ରହିବ। ଆପଣଙ୍କର ଏହି ମାସରେ ଆୟ ଭଲ ରହିବ, କିନ୍ତୁ ବ୍ୟୟ ମଧ୍ୟ ବଢ଼ିପାରେ। ତେଣୁ ଖର୍ଚ୍ଚ ଟିକେ ସମ୍ଭାଳିକି କରନ୍ତୁ। ଆପଣ ଯେକୌଣସି ପୁରୁଣା ନିବେଶ କରିଥିବେ, ସେ ପୁରୁଣା ନିବେଶରୁ ମଧ୍ୟ ଆପଣଙ୍କୁ ଲାଭ ଆସିବ। ଆପଣ ଅନାବଶ୍ୟକ ଖର୍ଚ୍ଚରୁ ଟିକେ ନିଜକୁ ଦୂରରେ ରଖିଲେ ଆପଣଙ୍କ ପାଇଁ ଭଲ ରହିବ। ଧାର ଦେବାରେ ଟିକେ ସାବଧାନ ରୁହନ୍ତୁ, ହେଇପାରେ ଆପଣଙ୍କ ପଇସା ଫେରି ନପାରେ। ସଞ୍ଚୟ ଆଉ ଯୋଜନା ଉପରେ ଯଦି ଧ୍ୟାନ ଦେବେ ତାହେଲେ ଏହି ମାସ ଆପଣଙ୍କ ପାଇଁ ନିଶ୍ଚିତ ସୁଫଳ ରହିବ। ଗୋଟେ ଛୋଟିଆ ଧନ ମନ୍ତ୍ରଟେ ସମତୁଳନ ଯଦି ରଖିବେ ତାହେଲେ ଧନ ରହିଥାଏ, ସବୁକିଛି ବାଲାନ୍ସ କରନ୍ତୁ, ଦେଖିବେ ଆପଣଙ୍କର ଧନ ନିଶ୍ଚିତ ରହିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଆଉ ସମ୍ପର୍କ କିଭଳି ରହିବ। ଏହି ମାସରେ ଆପଣଙ୍କର ସମ୍ପର୍କରେ ମିଠାସ ରହିବ। ଅନିଶ୍ଚିତତା ଆଉ ସନ୍ଦେହ ଆପଣଙ୍କର ଦୂରତା ବଢ଼େଇପାରେ। ତେଣୁ ଆପଣଙ୍କ ପାର୍ଟନରଙ୍କ ସହିତ ସନ୍ଦେହରୁ କରନ୍ତୁ ନାହିଁ। ଆଉ ବୈବାହିକ ଜୀବନରେ ଆପଣଙ୍କର ଏ ମାସ ଶାନ୍ତି ଆଉ ସମନ୍ୱୟ ଦେଖାଦେବ। ଆଉ ଯେଉଁମାନେ ଅବିବାହିତା ଅଛନ୍ତି ସେମାନଙ୍କ ପାଇଁ ନୂଆ ସମ୍ପର୍କ ମଧ୍ୟ ଆପଣ ପାଇପାରନ୍ତି। ମନେ ରଖନ୍ତୁ, ସମ୍ପର୍କରେ ସମତୁଳନ ଆଉ ଭରସା ଏ ଦୁଇଟି ନିହାତି ଆବଶ୍ୟକ ହେବ। ଯଦି ଏପର୍ଯ୍ୟନ୍ତ ଭିଡ଼ିଓଟି ଦେଖୁଛନ୍ତି ହେଲେ ଆପଣ ଆମ ଭିଡ଼ିଓକୁ ଲାଇକ୍ଟେ କରିନାହାନ୍ତି ତାହେଲେ ଡେରି କାହିଁ କରୁଛନ୍ତି। ଆପଣଙ୍କୁ ଗୋଟେ ସେକେଣ୍ଡ ଲାଗିବନି, ଭିଡ଼ିଓକୁ କ୍ଲିକ୍ କରିଦେବେ, ଭିଡ଼ିଓଟି ଲାଇକ୍ ହେଇଯିବ। ଆଉ ଆପଣଙ୍କର ସେ ଗୋଟିଏ କ୍ଲିକ୍, ଗୋଟିଏ ଲାଇକ୍ ଆମ ଉତ୍ସାହ ପ୍ରେରଣା ବଢ଼ାଇବ ଏମିତି ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ। ଡେରି କରନ୍ତୁନି, ଲାଇକ୍ଟେ କରନ୍ତୁ, କମେଣ୍ଟରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ଚାଲନ୍ତୁ ଭିଡ଼ିଓ ଆଗକୁ ବଢ଼ାଇବା। ବର୍ତ୍ତମାନ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ ଏ ମାସରେ। ଆପଣଙ୍କର ଟିକେ ମାନସିକ ଚିନ୍ତା ବଢ଼ିବ, ଆପଣ ଟିକେ ଦୁର୍ବଳତା ଅନୁଭବ କରିବେ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆପଣ ଟିକେ ଥକା ଫିଲ୍ କରିବେ। ତେଣୁ ଆପଣଙ୍କୁ ଏଥିପାଇଁ କ'ଣ ନା ସତେଜ ଖାଦ୍ୟ, ପାଣି ଟିକେ ସଫିସିଏଣ୍ଟ ପିଅନ୍ତୁ, ଧ୍ୟାନ କରନ୍ତୁ। ଯୋଗ ଆପଣଙ୍କ ପାଇଁ ନିହାତି ଆବଶ୍ୟକ। ମନ ଆଉ ଶରୀର ଦୁହିଁକୁ ସୁସ୍ଥ ରଖନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ଏ ମାସରେ ଆପଣଙ୍କ ପାଇଁ ଶୁଭ ସଂକେତ କ'ଣ କ'ଣ ଅଛି, କେଉଁ ଦିନ ଶୁଭ ରହିବ, କେଉଁ ଦିନ ଅଶୁଭ ରହିବ। ଶୁଭ ଦିନ ଗୁଡ଼ିକ ହେଉଛି ଆପଣଙ୍କ ପାଇଁ 3 ତାରିଖ, 12 ତାରିଖ, 21 ତାରିଖ ଏବଂ 30 ତାରିଖ। ହଁ, ସାବଧାନ ରହିବେ 7 ତାରିଖ ଦିନ ଆଉ 15 ତାରିଖ ଆଉ 23 ତାରିଖ। ବାକି ଦିନ ଗୁଡ଼ିକ ଆପଣଙ୍କର ଆଜ୍ ଇଟ୍ ଇଜ୍ ନର୍ମାଲ ରହିବ। କିନ୍ତୁ ଆପଣ ଯଦି ପ୍ରତ୍ୟେକ ଦିନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲ ହଉ କି ପେଜ୍ ହଉ ତାକୁ ଫଲୋ କରନ୍ତୁ କିମ୍ବା ସବସ୍କ୍ରାଇବ୍ କରନ୍ତୁ। ଏହାଦ୍ୱାରା କ'ଣ ହେବ, ଆମ ଚ୍ୟାନେଲ କିମ୍ବା ପେଜ୍ରେ ପ୍ରତ୍ୟେକ ଦିନର ରାଶିଫଳ ଆସୁଛି, ତାକୁ ଆପଣ ଦେଖିପାରିବେ ଏବଂ ପ୍ରତ୍ୟେକ ଦିନ ବିଷୟରେ ଆପଣ ଆପଣଙ୍କର ଜାଣିପାରିବେ ଫ୍ୟୁଚର। ତ ଆପଣଙ୍କ ପାଇଁ ଏ ମାସ ଶୁଭ ରଙ୍ଗ ରହିବ କ'ଣ, ନୀଳ ଆଉ ଶ୍ୱେତ। ତାହେଲେ ଏଇ ମାସକୁ ଭଲ କରିବା ପାଇଁ ଆପଣ ଉପାୟ କ'ଣ କରିବେ, ତାହେଲେ ଚାଲନ୍ତୁ ଜାଣିବା। ଉପାୟ ହେଉଛି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୁଷ୍ପ ଆଉ ଦୀପ ଅର୍ପଣ କରନ୍ତୁ। ତୁଳା ରାଶିର ଲୋକମାନେ ସମତୁଳନରେ ମାହିର, ବାଲାନ୍ସ କରିବାରେ ସବୁବେଳେ ମାହିର ଥାନ୍ତି। ସେମାନେ ଯେଉଁଠିକି ବି ଯାଆନ୍ତି ସେଠି ସେମାନେ ସମନ୍ୱୟ ଆଣନ୍ତି। ଏହା ଆପଣଙ୍କ ଜୀବନ ସହିତ ମିଶୁଛି କି?
ଜାଣିଛି ନିଶ୍ଚିତ ମିଶୁଥିବ। ଆଉ ଯଦି ମିଶୁଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ। ହଁ, ମତାମତରେ ମାନେ କମେଣ୍ଟରେ ଆପଣ ଜୟ ମା ଲକ୍ଷ୍ମୀ ଲେଖିଦେବେ। ଆଉ ଭିଡ଼ିଓଟିକୁ ସେୟାର କରିବାକୁ ଭୁଲିବେନି, କାହିଁକିନା ଆପଣଙ୍କର ଗୋଟିଏ ସେୟାର ହେଇପାରେ ଅନ୍ୟ ତୁଳା ରାଶିଙ୍କ ପାଖକୁ এই ଭିଡ଼ିଓଟି ଚାଲିଯିବ ଏବଂ ତାଙ୍କର ସହଯୋଗ ମାନେ ତାଙ୍କର ଗୋଟେ ହେଲ୍ପ ହେଇଯିବ ଆପଣଙ୍କର এই ଛୋଟିଆ ସହଯୋଗ ସେୟାର ମାଧ୍ୟମରେ। ଆଉ ଯଦି ଆପଣ ପ୍ରଥମ ଥର ଆମ ଭିଡ଼ିଓ ଦେଖୁଛନ୍ତି ଆମ ଚ୍ୟାନେଲରେ, ତାହେଲେ ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ। ଆଉ ଯଦି ଫେସବୁକରେ এই ଭିଡ଼ିଓ ଦେଖୁଛନ୍ତି ତାହେଲେ ଆମ ଫେସବୁକ ପେଜକୁ ମଧ୍ୟ ଟିକେ ଫଲୋ କରିଦେବେ, କାହିଁକି ନା ଆପଣଙ୍କୁ ଏଥିରେ ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ, ଆପଣଙ୍କୁ ଆଷ୍ଟ୍ରୋଲୋଜି ରିଲେଟେଡ୍ ବହୁତ ସାରା ସୁନ୍ଦର ସୁନ୍ଦର ଭିଡ଼ିଓ ଆମ ୟୁଟ୍ୟୁବ ଚ୍ୟାନେଲ ହଉ କିମ୍ବା ଆମ এই ଫେସବୁକ ପେଜ ହଉ ଆପଣଙ୍କୁ ଏଥିରେ ଦେଖିବାକୁ ପାଇବେ।